ମା ଅନେକ ଦିନ ପରେ ମୁଁ ଆଜି ଆଈ ଘରକୁ ଯାଉଛି। ଆଜି ମୁଁ ବହୁତ ଖୁସି ମା। ହଁ ତ ଆଈ ବି ତତେ ଦେଖିଲେ ଅନେକ ଖୁସି ହେଇଯିବେ। ଚଢ଼େଇ ଛୁଆ ତା ଆଈ ଘରେ ପହଞ୍ଚିବା ପରେ ଖୁବ ଖୁସି ହେଇଗଲା। ତା ଆଈ ବି ତାକୁ ଦେଖି ଖୁସି ଥିଲେ। ଏମିତି ରାତି ହେବା ପରେ ଆଈ ତାପରେ କଣ ହେଲା? ସେ ଜଳପରି କଣ ରାକ୍ଷସକୁ ବନ୍ଦୀ କରିପାରିଲା? ହଁ, ଜଳପରି ରାକ୍ଷସକୁ ବନ୍ଦୀ କରିନେଲା ଆଉ ପାଣିରେ ରହୁଥିବା ସବୁ ଜୀବମାନଙ୍କୁ ରକ୍ଷା କଲା। ଆଈ ସତରେ ଏଇ ଗପ ମତେ ବହୁତ ଭଲ ଲାଗିଲା। ମତେ ସବୁଦିନ ଏମିତି ଗପ ଶୁଣେଇବ। ଆଜି ଗପ ଶୁଣିବା ସେତିକି ଥାଉ। ରୋଷେଇ ସରିଲାଣି, ଆସ ଖାଇବ। ମା ମା ମତେ ଆଜି ଭୋକ ଲାଗୁନି। ମୁଁ ଆଈଙ୍କ ପାଖରୁ ଆହୁରି ଗପ ଶୁଣିବି। ଆରେ ମା, ଆଜି ଅନେକ ରାତି ହେଲାଣି। ତୁ ଏବେ ଖାଇବା ଖାଇସୋ। କାଲି ମୁଁ ତତେ ଆହୁରି ନୂଆ ନୂଆ ଗପ ଶୁଣେଇବି। ଆଚ୍ଛା ଠିକ ଅଛି ଆଈ। ତାପରେ ସେମାନେ ଖାଇବା ଖାଇ ଶୋଇ ପଡ଼ିଲେ। ପରଦିନ ସକାଳେ ସକାଳ ହେଇଗଲାଣି, ଏଯାଏଁ କେହି ଉଠି ନାହାନ୍ତି। ମା ଉଠିଲେ ମତେ ଏକୁଟିଆ ବାହାରକୁ ଛାଡ଼ିବେନି। ମୁଁ ଗୋଟେ କାମ କରେ, ସମସ୍ତେ ଉଠିବା ଆଗରୁ ମୁଁ ଏ ଜଙ୍ଗଲ ବୁଲି ଆସେ। ଏମିତି ଚିନ୍ତା କରି ଚଢ଼େଇ ଛୁଆ ଜଙ୍ଗଲ ବୁଲିବାକୁ ଗଲା। କିଛି ଦୂର ଗଲା ପରେ ସେ ଦେଖିଲା କିଛି ଚଢ଼େଇ ଛୁଆ ଖେଳୁଛନ୍ତି। ସେ ତାଙ୍କ ପାଖକୁ ଗଲା। ତମେ ମାନେ କଣ ଖେଳୁଛ? ମୁଁ ବି ତୁମ ସାଙ୍ଗରେ ଖେଳିବି। ତୁ କିଏ? ଆମେ ତତେ ତ ଆଗରୁ ଏ ଜଙ୍ଗଲରେ ଦେଖିନୁ। ମୁଁ ପାଖ ଜଙ୍ଗଲରୁ ଆସିଛି। ଏ ଜଙ୍ଗଲରେ ମୋ ଆଈ ଘର। ମୁଁ ମୋ ଆଈ ଘରକୁ ବୁଲିବା ପାଇଁ ଆସିଥିଲି। ଓ ଏମିତି କଥା। ତେବେ ଠିକ ଅଛି, ତୁ ଆମ ପାଇଁ କିଛି ମୋତି ଆଣିଦେ। ତାପରେ ତୁ ଆମ ସାଙ୍ଗରେ ଖେଳିପାରିବୁ। କିନ୍ତୁ ମୁଁ ମୋତି ଏବେ କୋଉଠୁ ଆଣିବି? ମୋ ପାଖରେ ତ ମୋତି ନାହିଁ। ଆମ ଜଙ୍ଗଲ ପାଖରେ ଏକ ସମୁଦ୍ର ଅଛି। ଏଠାରୁ ପୂର୍ବ ଦିଗରେ ଗଲେ ତୁ ସେ ସମୁଦ୍ରକୁ ପାଇଯିବୁ। ସେଠି ତୁ ଅନେକ ମୋତି ପାଇବୁ। ଯୋଉ ଛୁଆ ଆମ ଜଙ୍ଗଲକୁ ନୂଆ ଆସେ ସେ ଆମ ପାଇଁ ସମୁଦ୍ରରୁ ମୋତି ଆଣେ ଆଉ ତାପରେ ସେ ଆମର ସାଙ୍ଗ ହେଇଯାଏ। ଆଚ୍ଛା ଏମିତି କଥା। ହଉ ଠିକ ଅଛି, ମୁଁ ଏବେ ସମୁଦ୍ରକୁ ଯାଉଛି। ଆରେ ତୁ ସେ ଛୁଆ ସାଙ୍ଗରେ ଏମିତି କାହିଁକି କଲୁ? ତୁ ତାକୁ ଭୁଲ ରାସ୍ତା କାହିଁକି କହିଲୁ? ସମୁଦ୍ର ଏଠାରୁ ଅନେକ ଦୂର। ସେ କେମିତି ମୋତି ଆଣିବ? ଆରେ ତୁ ତା କଥା କାହିଁକି ଚିନ୍ତା କରୁଛୁ? ସେ ସମୁଦ୍ର ନ ପାଇଲେ ସନ୍ଧ୍ୟାରେ ଆପେ ଆପେ ଘରକୁ ଚାଲିଯିବ। ନୂଆ ଛୁଆ ମାନଙ୍କୁ ହଇରାଣ କରିବା ପାଇଁ ମତେ ଭାରି ମଜା ଲାଗେ। ଚାଲ ଚାଲ ଏବେ ଆମର ଖେଳିବା। ଆରେ ଏ ଆଖପାଖରେ ତ ସମୁଦ୍ର ନାହିଁ। ସେମାନେ କଣ ମତେ ମିଛ କହିଲେ? ବାଃ, କେତେ ସୁନ୍ଦର ଗୋଟେ ଫୁଲ ବଗିଚା ଅଛି। ଏଠାକୁ ଯେତେବେଳେ ଆସିଲେଣି ଏ ଫୁଲ ବଗିଚା ବୁଲିକି ଯାଏ। ଆରେ ସେ ପ୍ରଜାପତିଟା କେତେ ବଡ। ଏମିତି ବଡ ପ୍ରଜାପତି ମୁଁ ଆଗରୁ ଦେଖିନଥିଲି। ଆରେ ପ୍ରଜାପତି ରହ ରହ, ମୁଁ ତତେ ଆଜି ଧରିବି। ଏମିତି ଚଢ଼େଇ ଛୁଆ ପ୍ରଜାପତିକୁ ଧରିବା ପାଇଁ ତା ପଛରେ ଗୋଡେଇଲା। ସେ ଯାଉ ଯାଉ ସମୁଦ୍ର କୂଳରେ ପହଞ୍ଚିଗଲା। ଏ କଣ? ମୁଁ ତ ସମୁଦ୍ର ପାଖରେ ପହଞ୍ଚିଗଲି। ସମୁଦ୍ର ଦେଖିବାକୁ କେତେ ସୁନ୍ଦର। ସମୁଦ୍ର କୂଳକୁ ଯେତେବେଳେ ଆସିଲେଣି ମୁଁ କିଛି ମୋତି ନେଇକି ଯାଏ। ଆରେ ଏ କେମିତିକା ଶାମୁକା? ଏମିତି ନୀଳ ଶାମୁକା ମୁଁ ଆଗରୁ ଦେଖିନଥିଲି। ନିଶ୍ଚୟ ଶାମୁକା ଭିତରେ ଗୋଟେ ବଡ ମୋତି ଥିବ। ଏମିତି ଚିନ୍ତା କରି ଚଢ଼େଇ ଛୁଆ ଯେମିତି ସେ ଶାମୁକାକୁ ଖୋଲିଲା, ଶାମୁକା ଭିତରୁ ଗୋଟେ ଜଳପରି ବାହାରି ସମୁଦ୍ର ଭିତରକୁ ଚାଲିଗଲା। ଏସବୁ କଣ ଥିଲା? କିଏ ତୁମେ? ଭୟ କରନି ଚଢ଼େଇ ଛୁଆ, ମୁଁ ଜଣେ ଜଳପରି। ମୁଁ ତୋର କିଛି କ୍ଷତି କରିବିନି। ତୁ ଆଜି ମୋର ବହୁତ ବଡ ଉପକାର କରିଛୁ। ଥରେ ଗୋଟେ ଦୁଷ୍ଟ ଯାଦୁଗର ମତେ ନୀଳ ଶାମୁକାରେ ବନ୍ଦୀ କରି ଦେଇଥିଲା। ସେ କହିଥିଲା ଯେତେବେଳେ ଗୋଟେ ଛୋଟ ଚଢ଼େଇ ଛୁଆ ନିଜ ଇଚ୍ଛାରେ ଏ ନୀଳ ଶାମୁକାକୁ ଖୋଲିବ, ମୁଁ ମୋ ପୂର୍ବ ରୂପ ଫେରି ପାଇବି। ଜଳପରି? ମତେ ଏସବୁ ଗପ ପରି ଲାଗୁଛି। ମୋ ଆଈ ମତେ ସବୁଦିନ ଏମିତି ଗପ ଶୁଣାନ୍ତି। ଏସବୁ ଗପ ନୁହଁ, ସତ ଘଟଣା। ଏବେ କହ ଚଢ଼େଇ ଛୁଆ, ତତେ କଣ ଦରକାର? ତୁ ଯାହା କହିବୁ ମୁଁ ତତେ ସବୁ ଦେବି। ମୁଁ ଏଠାକୁ ମୋତି ନେବାକୁ ଆସିଥିଲି। ଜଳପରି, ମତେ ପାଣିର ଦୁନିଆ ଦେଖିବାକୁ ଭାରି ଇଚ୍ଛା ହେଉଛି। ତୁମେ ମତେ ପାଣି ଭିତରକୁ ନେଇପାରିବ? ଠିକ ଅଛି, ମୁଁ ତୋର ଇଚ୍ଛା ପୂରା କରିପାରିବି। ମୁଁ ତତେ ମୋର କିଛି ଶକ୍ତି ଦେଉଛି। ଏବେ ମୋ ସାଙ୍ଗରେ ଆସେ।
ତାପରେ ଜଳପରି ଚଢ଼େଇ ଛୁଆକୁ ନେଇ ପାଣି ଭିତରକୁ ଗଲା। ପାଣି ଭିତରର ଦୃଶ୍ୟ ଦେଖି ଚଢ଼େଇ ଛୁଆ ଖୁବ ଖୁସି ହେଇଗଲା। ପାଣି ଭିତରଟି ଏତେ ସୁନ୍ଦର, ମୁଁ ଭିତରକୁ ଆସିଲା ପରେ ଯାଇ ଜାଣିପାରିଲି। ଜଳପରି ଏତେ ସୁନ୍ଦର ଦୃଶ୍ୟ ଦେଖିଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ଚଢ଼େଇ ଛୁଆ, ଏସବୁ ତ କିଛି ନୁହଁ, ତୁ ଆଗକୁ ଚାଲେ, ଆହୁରି ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିବୁ। ଏମିତି ଜଳପରି ଚଢ଼େଇ ଛୁଆକୁ ପାଣି ଭିତରେ ବୁଲାଉଥିଲା। କିଛି ସମୟ ପରେ ରାତି ହେଇଗଲା। ସେପଟେ ଚଢ଼େଇ ଭଉଣୀ, ଆମେ ପୁରା ଜଙ୍ଗଲ ଖୋଜି ସାରିଲୁଣି, ହେଲେ ତୁମ ଝିଅକୁ କୋଉଠି ବି ପାଇଲୁନି। ଏ କଣ କହୁଛନ୍ତି? ମୋ ଝିଅକୁ ପାଇଲେନି? ମତେ ନ କହି ସେ କୁଆଡେ ବି ଯାଏନି। ଆଜି ସେ କୁଆଡେ ଚାଲିଗଲା, ଏ ଯାଇ ଘରକୁ ଫେରିନି। ମୁଁ ତାକୁ ଏବେ କୋଉଠି ଖୋଜିବି? ଆଣ୍ଟି, ସବୁ ଭୁଲ ମୋର, ମତେ କ୍ଷମା କରିଦିଅ। ମୁଁ ତାକୁ ଆଜି ମଜାରେ ସମୁଦ୍ରରୁ ମୋତି ଆଣିବାକୁ କହିଥିଲି। ସେ ବୋଧେ ସତକୁ ସତ ସମୁଦ୍ରକୁ ଚାଲି ଯାଇଥିବ। ଏ ତ କଣ କହୁଛୁ? ସେ ଛୋଟ ଛୁଆଟାକୁ ଏମିତି ହଇରାଣ କାହିଁକି କଲୁ? ଚଢ଼େଇ ଭଉଣୀ, ତୁମେ ଚିନ୍ତା କରନି, ଆମେ ଏବେ ହିଁ ସମୁଦ୍ରକୁ ଯିବୁ ଆଉ ତୁମ ଝିଅକୁ ଖୋଜିବୁ। ଜଳପରି, ଅନେକ ସମୟ ହେଇଗଲାଣି, ମତେ ଏବେ ମୋ ଘରେ ନେଇ ଛାଡି ଦିଅ। ମୋ ମା ମୋ ପାଇଁ ବ୍ୟସ୍ତ ହେଉଥିବେ। ଏବେ ତ ରାତି ହେଇଗଲାଣି। ଆରେ ଚଢ଼େଇ ଛୁଆ, ମତେ କ୍ଷମା କରିଦେବୁ। ମୁଁ ତତେ ଗୋଟେ କଥା କହିବାକୁ ଭୁଲି ଯାଇଥିଲି। ରାତିରେ ମୁଁ ସମୁଦ୍ର ଉପରକୁ ଯାଇପାରିବିନି। ତୁ ସକାଳ ଯାଇ ଅପେକ୍ଷା କର, ମୁଁ ତତେ ନେଇ ତ ଘରେ ପହଞ୍ଚେଇ ଦେବି। ଏ ତୁମେ କଣ କହୁଛ? ମୁଁ ଆଜି ଘରକୁ ଫେରି ପାରିବିନି? ନା ନା, ମୁଁ ଏଠି ଆଉ ରହିବିନି। ମୋର ମା କଥା ମନେ ପଡୁଛି। କାନି ଚଢ଼େଇ ଛୁଆ, ଆଉ ଅଳ୍ପ କିଛି ଘଣ୍ଟା ଅପେକ୍ଷା କର, ତୁ ତ ଘରକୁ ଫେରି ପାରିବୁ। ଏଇ ଦେଖେ, ଏଠି ତୋ ପାଇଁ ମୁଁ ତ ମନ ପସନ୍ଦର ଖାଇବା ଆଣି ଦେଇଛି। ତୁ ଏବେ ଏସବୁ ଖା। ଆଉ ହଁ, ଏଠି ତୁ ସବୁ କିଛି ପାଇବୁ, ତ ମନ ପସନ୍ଦର ଖେଳନା ବି। ଏଠି ସବୁ ଅଛି, ହେଲେ ମୋ ମା ନାହିଁ। ମତେ ଏଠି ରହିବାକୁ ଆଉ ଇଚ୍ଛା ହେଉନି। ମୁଁ ମୋ ମା ପାଖକୁ ଯିବି। ଚଢ଼େଇ ଛୁଆ, ଆଉ ଟିକେ ଧୈର୍ଯ୍ୟ ଧରି ଅପେକ୍ଷା କର। ଯେମିତି ସକାଳ ହେବ, ମୁଁ ତତେ ନେଇ ତ ଘରେ ପହଞ୍ଚେଇ ଦେବି। ଚଢ଼େଇ ଭଉଣୀ, ରାତି ପାଇଁ ତୁମ ଝିଅକୁ ଏବେ ଖୋଜିବା ସମ୍ଭବ ନୁହଁ। ସକାଳ ହେଉ, ଆମେ ସମୁଦ୍ର ଭିତରକୁ ଯିବୁ। ଏବେ ତୁମେ ଘରକୁ ଯାଅ। ନା, ମୁଁ ଘରକୁ ଯିବିନି। ମୋ ଝିଅ ଯେପର୍ଯ୍ୟନ୍ତ ନ ମିଳିଛି, ମୁଁ ଏଇଠି ରହିବି। କାନିରେ ମା, ମୋ ନାତୁଣୀର କିଛି ହେବନି। ମୋ ମନ କହୁଛି ସେ ସୁରକ୍ଷିତ ଥିବ। ସକାଳ ହେଇଗଲାଣି, ମୁଁ ଏବେ ମୋ ଘରକୁ ଯାଇପାରିବି ନା ଜଳପରି? ହଁ, ଚାଲେ, ମୁଁ ଏବେ ତତେ ତ ଘରେ ପହଞ୍ଚେଇ ଦେବି। ଜଳପରି ଚଢ଼େଇ ଛୁଆକୁ ସମୁଦ୍ର ଉପରକୁ ନେଇ ଆସିଲା। ଚଢ଼େଇ ଛୁଆ ତାର ମାକୁ ଦେଖି ଖୁବ ଖୁସି ହେଇଗଲା। ସେ ତାର ମାକୁ ସବୁ ଘଟଣା କହିଲା। ମା, ମତେ ବି କ୍ଷମା କରିଦିଅ। ମୁଁ ତୁମକୁ କିଛି ନ କହି ବାହାରକୁ ବୁଲିବା ପାଇଁ ଚାଲି ଯାଇଥିଲି। ମୋ ପାଇଁ ତୁମେ ଅନେକ କଷ୍ଟ ପାଇଲ। ମୁଁ ସତ କହୁଛି, ମୁଁ ଏମିତି କାମ ଆଉ କେବେ କରିବିନି। ତୁ ଠିକରେ ଫେରି ଆସିଛୁ ଦେଖି ମୁଁ ଅନେକ ଖୁସିରେ ମା। ଜଳପରି, ତୁମକୁ ବି ଅନେକ ଅନେକ ଧନ୍ୟବାଦ। ମୋ ଝିଅକୁ ସୁରକ୍ଷିତ ଫେରେଇ ଆଣିଲ। ଚଢ଼େଇ ଛୁଆ ମୋର ଅନେକ ବଡ଼ ଉପକାର କରିଛି, ତା ପାଇଁ ମୁଁ ଆଜି ମୁକ୍ତ ହେଇପାରିଲି। ମୋ ତରଫରୁ ଏଇ ଛୋଟ ଉପହାର ତମମାନଙ୍କ ପାଇଁ। ଏଇ ମୁକ୍ତା ବିକ୍ରି କରି ତମେ ମାନେ ଖୁସିରେ ରହିପାରିବ। ଏବେ ମୁଁ ଯାଉଛି, ତମେ ମାନେ ଭଲରେ ରୁହ। ଜଳପରି ସମୁଦ୍ର ଭିତରକୁ ଚାଲିଗଲା। ଚଢ଼େଇ ଛୁଆ ବି ଖୁସି ମନରେ ତା ମା ଆଉ ଆଈ ସାଙ୍ଗରେ ଘରକୁ ଗଲା।